नमस्कार समस्तଙ୍କୁ। ଆଜି ଆମେ ଜିଆଁ ପିଆଜେଙ୍କ ବୌଦ୍ଧିକ ବିକାଶ, ଜ୍ଞାନାତ୍ମକ ବିକାଶ ବା ମାନସିକ ବିକାଶ ଯାହାକୁ ଆମେ ଇଂରାଜୀରେ କହୁ କୋଗ୍ନିଟିଭ ଡେଭଲପମେଣ୍ଟ, ତାହା ଆଜି ଆମେ ଆଲୋଚନା କରିବା। ତ ଭିଡିଓ ଷ୍ଟାର୍ଟ କରିବା ଆଗରୁ ସମସ୍ତଙ୍କୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ କରୁଛି। ଚାଲନ୍ତୁ ଭିଡିଓଟିକୁ ଷ୍ଟାର୍ଟ କରିବା। ତ ଏହି ଭିଡିଓରେ ଆମେ ଜାଣିବା ଜିଆଁ ପିଆଜେ କିଏ ଥିଲେ, ପିଆଜେଙ୍କ କେତୋଟି ମୌଳିକ ଧାରଣା, ତା ସହ ପିଆଜେଙ୍କ ବୌଦ୍ଧିକ ବିକାଶର 4ଟି ପର୍ଯ୍ୟାୟ ବିଷୟରେ ଜାଣିବା। ତ ପ୍ରଥମେ ଜିଆଁ ପିଆଜେ କିଏ? ଜିଆଁ ପିଆଜେ ଜଣେ ମନୋବିଜ୍ଞାନୀ ଥିଲେ। ସେ ସ୍ୱିସ୍ ବା ସୁଇଜରଲ୍ୟାଣ୍ଡର ଅଧିବାସୀ ଥିଲେ। ହେଲା, ତାଙ୍କୁ ଫାଦର ଅଫ ଚାଇଲ୍ଡ ସାଇକୋଲୋଜି ବୋଲିକିରି କୁହାଯାଉଥିଲା। ତାଙ୍କ ମତରେ ସେ ବିଶ୍ୱାସ କରୁଥିଲେ ଯେ ପିଲାମାନେ ନିଜେ ନିଜର ଜ୍ଞାନ ନିର୍ମାଣ କରନ୍ତି। ତାହାକୁ ସେ କନଷ୍ଟ୍ରକ୍ଟିଜିମ୍ ବୋଲିକିରି କହୁଥିଲେ। ତ ଜିଆଁ ପିଆଜେଙ୍କ ଏବେ ଦେଖିବା କେତୋଟି ମୌଳିକ ଧାରଣା। ପ୍ରଥମେ ସ୍କିମା। ସ୍କିମା ହେଉଛି ମାନସିକ ରୂପରେଖ। ସ୍କିମା ହେଉଛି ଜ୍ଞାନର ଗୋଟେ ଛୋଟ ପ୍ୟାକେଟ ଯାହା ମାନସିକ ସଂରଚନା। ଶିଶୁଟିଏ ବାହ୍ୟ ଜଗତକୁ ବୁଝିବା ପାଇଁ ନିଜ ମନରେ ଯେଉଁ ଧାରଣା ତିଆରି କରେ ତାହାକୁ ସ୍କିମା କୁହାଯାଏ। ତାର ଗୋଟେ ଉଦାହରଣ ସହିତ ବୁଝିବା। ଗୋଟିଏ ଛୋଟ ପିଲା ଦେଖିଲା ଯେ ପ୍ରାଣୀର 4ଟି ଗୋଡ଼ ଅଛି ଏବଂ ସେ ଭୋକୁଛି। ତ ସେ ମନରେ ଗୋଟେ ସ୍କିମା ତିଆରି କଲା। ହେଲା, ତାର ଗୋଟେ 4 ଗୋଡିଆ ପ୍ରାଣୀ, ତାହାକୁ କୁକୁର ବୋଲି କହୁଛନ୍ତି ଲୋକ। ତ ଏହା ହେଉଛି ମାନେ ସ୍କିମା, ମାନେ ଗୋଟେ ବାହ୍ୟ ଜଗତରେ ସେ ଗୋଟେ ଜିନିଷକୁ ଦେଖିଲା, ତା ମନରେ ଗୋଟେ ଧାରଣା ଆଣିଲା ଯେ 4 ଗୋଡିଆ ପ୍ରାଣୀ ଭୁ ଭୁ କରୁଥିବ, ସେଟା ହେଉଛି କୁକୁର ବୋଲିକିରି। ହେଲା, ଏହା ହେଉଛି ସ୍କିମା। ତାପରେ ଆଡାପ୍ଟେସନ। ଆଡାପ୍ଟେସନ ହେଉଛି ଅନୁକୂଳନ। ଅନୁକୂଳନ ନୂଆ ସୂଚନା ପାଇବା ପରେ ଶିଶୁଟି ନିଜକୁ ସେହି ଅନୁସାରେ ବଦଳାଏ। ଗୋଟେ ନୂଆ ସୂଚନା ମିଳିଲା ତ ନିଜକୁ ସେହି ସୂଚନା ଅନୁସାରେ ତାକୁ ବଦଳେଇଥିବ। ତ ଏହା 2 ପ୍ରକାର। ଏକ ଏସିମିଲେସନ, ଆତ୍ମସାତକରଣ। ପୂର୍ବରୁ ଥିବା ଜ୍ଞାନ ବା ସ୍କିମା ବ୍ୟବହାର କରି ନୂଆ ଜିନିଷକୁ ବୁଝିବା ହେଉଛି ଏସିମିଲେସନ। ପୂର୍ବରୁ ଗୋଟେ ଜ୍ଞାନ ଥିଲା, ହେଲା, ତାକୁ ବ୍ୟବହାର କରିଲା ଆଉ ଗୋଟେ ନୂଆ ଜିନିଷକୁ ବୁଝିଲା। ତାର ଗୋଟେ ଉଦାହରଣ ଦେଖ। ପିଲାଟି ରାସ୍ତାରେ ଗୋଟେ ଭିନ୍ନ ଜାତିର କୁକୁର ଦେଖିଛି। ହେଲା, ସେ ତୁରନ୍ତ କହିଲା କୁକୁର, କାରଣ ସେ ନିଜର ପୁରୁଣା ଗୋଟେ ଜ୍ଞାନ ବା ସ୍କିମା ରହିଛି କି ମାନେ ଯାହାର ମାନେ 4ଟି ଗୋଡ଼ ଥିବ, କୁକୁର ବୋଲି ଦିଶୁଥିବ, ଭୋ ଭୋ କରୁଥିବ, ସେ ହେଉଛି କୁକୁର। ତ ଗୋଟେ ନୂଆ ଜାତିର କୁକୁର ଦେଖିଲା ତ ସେ କହିଲା ଏହା ହେଉଛି କୁକୁର। ହେଲା, ଏବେ ଆସିବ ଏକୋମୋଡେସନ, ସମାୟୋଜନ। ନୂଆ ଅନୁଭୂତି ଅନୁସାରେ ପୁରୁଣା ସ୍କିମାକୁ ବଦଳାଇବା ବା ନୂଆ ସ୍କିମା ତିଆରି କରିବା। ଗୋଟେ ମାନେ ତାଙ୍କ ବା ଶିଶୁଙ୍କ ମନରେ ନୂଆ ଅନୁଭୂତି ଅନୁସାରେ ଗୋଟେ ପୁରୁଣା ସ୍କିମାକୁ ବଦଳାଇଥାଏ। ହେଲା, ତ ତାର ଉଦାହରଣ ଦେଖ। ପିଲାଟିଏ ଗୋଟେ ଗାଈ ଦେଖିଲା। ସେ ଗାଈ ଦେଖିଥିବା ଗାଈର 4ଟି ଗୋଡ଼ ଅଛି, କିନ୍ତୁ ସେ କୁକୁର ପରି ଭୋଗ କରୁନାହିଁ କି ଦିଶୁନାହିଁ। ତ ସେ କଣ, ତାଙ୍କ ମନରେ ଗୋଟେ ଚିନ୍ତାଧାରା ବଦଳିଯିବ ଏବେ। ତ 4 ଗୋଡିଆ ଧାରଣା ବଦଳାଇକି ସେ ଗାଈ ପାଇଁ ଗୋଟେ ନୂଆ ସ୍କିମା ତିଆରି କଲେ। ତ ଗାଈ ପାଇଁ ନୂଆ ସ୍କିମା କିପରି ତିଆରି ହେବ? ମାନେ ଗାଈ ତାର ଗୋଟେ ସ୍ୱର ଜାଣିଥିବ, ତାର ସାଇଜ, ତାର କଲର, ହେଲା, ସାହା ଦେଖିକି ଗୋଟେ ନୂଆ ସ୍କିମା ତିଆରି କଲା। ଏହା ହେଉଛି କଣ? ଏକୋମୋଡେସନ। ଯୋଉ ପୁରୁଣା ଥିଲା, ପୁରୁଣା ସ୍କିମାକୁ ବଦଳେଇଲା ଆଉ ତା ପାଇଁ ଗାଈ ପାଇଁ ଗୋଟେ ନୂଆ ସ୍କିମା ତିଆରି କଲା। ଏହା ହେଉଛି ଏକୋମୋଡେସନ। ତ ଏକୋମୋଡେସନ ବା ଆଡାପ୍ଟେସନ ଦେଖ। ଆଡାପ୍ଟେସନ ହେଉଛି ଏସିମିଲେସନ ପ୍ଲସ୍ ଏକୋମୋଡେସନ। ହେଲା, ତ ଏହା କ୍ୱେଶ୍ଚନ ମାନେ ଓଟିଇଟି ଜେଟି ସବୁଥିରେ ଆସେ। ହେଲା, ଏବେ ଲାଷ୍ଟ ଆସିଲା ଇକ୍ୱିଲିବ୍ରିୟମ, 3 ନମ୍ବର, ସନ୍ତୁଳନ। ଯେତେବେଳେ ପିଲାଟିର ପୁରୁଣା ଜ୍ଞାନ ଏବଂ ନୂଆ ଅନୁଭୂତି ମଧ୍ୟରେ ତାଳମେଳ ରହେ ତାହାକୁ ସନ୍ତୁଳନ କୁହାଯାଏ। ମାନେ ଗୋଟିଏ ପୁରୁଣା ଜ୍ଞାନ ଥିବ, ପୁରୁଣା ଜ୍ଞାନ ସହିତ ଗୋଟେ ନୂଆ ଜ୍ଞାନକୁ କଣ ତାଳମେଳ ରହିବ, ମାନେ ବାଲାନ୍ସ ହୋଇଥିବା କଥା, ସେଟା ହେଉଛି କଣ? ଇକ୍ୱିଲିବ୍ରିୟମ, ସନ୍ତୁଳନ। ଯଦି ପିଲାଟି କିଛି ନୂଆ ଜିନିଷ ଦେଖି ବୁଝି ପାରୁନାହିଁ, ମାନେ ତାଳମେଳ ରଖିପାରୁନାହିଁ, ସେଟା ହେଲା ଡିସଇକ୍ୱିଲିବ୍ରିୟମ, ଅସନ୍ତୁଳନ ଅବସ୍ଥା କୁହାଯାଏ। ତ ନୂଆ କଥା ଶିଖିବାକୁ ଚେଷ୍ଟା କରେ।
ତ ଏହାର ଉଦାହରଣ ମତେ କମେଣ୍ଟ ମାଧ୍ୟମରେ ଜଣାଇବ। ତ ସଂକ୍ଷେପରେ ଯଦି ଆମେ ବୁଝିବା, ସ୍କେମା ହଉଛି ମନରେ ଥିବା ଗୋଟେ ଧାରଣା। ଏସିମିଲେସନ ପୁରୁଣା ଧାରଣାରେ ନୂଆକୁ ମିଶାଇବା। ଏକୋମୋଡେସନ ହଉଛି ନୂଆ ଜିନିଷ ପାଇଁ ନିଜ ଧାରଣାକୁ ବଦଳାଇବା। ଇକ୍ୱିଲିବ୍ରିୟମ ହଉଛି ବୁଝିବା ଶକ୍ତିରେ ସନ୍ତୁଳନ ରକ୍ଷା କରିବା। ହେଲା, ତାପରେ ଦେଖିବା ପିଆଜେଙ୍କ ବୌଦ୍ଧିକ ବିକାଶର 4ଟି ସ୍ତର। ତ ଆଗକୁ ବଢିବାକୁ ହେଲେ ସମସ୍ତଙ୍କୁ ଅନୁରୋଧ କି ଲାଇକ୍ ସେୟାର ଓ ସବସ୍କ୍ରାଇବ କରନ୍ତୁ। ତ ତାଙ୍କର 4ଟି ଅବସ୍ଥା ଆମେ ମାନେ ଦେଖିବା। ତ ଶୈଶବ ଅବସ୍ଥାକୁ ସେ କହୁଥିଲେ ସମ୍ବେଦୀ କାରକ ପର୍ଯ୍ୟାୟ, ସେନ୍ସରି ମୋଟର ଷ୍ଟେଜ, ଯୋଉଟା କି 0ରୁ ବା ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ। ତାପରେ ଆଦ୍ୟା ବାଲ୍ୟାବସ୍ଥା, ଯାହାକୁ ସେ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ, ପ୍ରି ଅପରେସନାଲ ଷ୍ଟେଜ, ଯୋଉଟା କି 2ରୁ 7 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତାପରେ ପରବର୍ତ୍ତୀ ବାଲ୍ୟାବସ୍ଥା, ସ୍ଥୂଳ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ, କଂକ୍ରିଟ ଷ୍ଟେଜ, 7ରୁ 12 ବର୍ଷ ପର୍ଯ୍ୟନ୍ତ ତାହା ସମୟ ସୀମା। ତାପରେ ରହିଲା କୈଶୋର ଅବସ୍ଥା। କୈଶୋରାବସ୍ଥା ହଉଛି ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ, ଫର୍ମାଲ ଅପରେସନାଲ ଷ୍ଟେଜ, ଯୋଉଟା 12 ବର୍ଷରୁ ଉପର। ହେଲା, ତ ପ୍ରଥମେ ଦେଖିବା ଷ୍ଟେଜ 1 ସମ୍ବେଦୀ କାରକ ପର୍ଯ୍ୟାୟ, ଯାହାକୁ ସେନ୍ସରି ମୋଟର ଷ୍ଟେଜ କୁହାଯାଇଥିଲା। ଏହା 0ରୁ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ରହେ। ତ ଏହି ସମୟରେ ଗୋଟେ ଶିଶୁ ନିଜର ଇନ୍ଦ୍ରିୟ ମାଧ୍ୟମରେ ଶିକ୍ଷା କରିଥାଏ, ଯେପରି ସ୍ପର୍ଶ କରିବା, ଶୁଙ୍ଘିବା, ଚାଖିବା ଏବଂ ଶରୀରର କାର୍ଯ୍ୟକୁ ଦେଖିକିରି ସେ ଶିକ୍ଷା ଲାଭ କରିଥାଏ ବା ଶିଖିଥାଏ। ଏହି ସମୟରେ ବସ୍ତୁର ସ୍ଥାୟିତ୍ୱ ବିଷୟରେ ସେ ଜାଣିଥାଏ। ତ ଗୋଟେ 4 ମାସର ଶିଶୁ ବସ୍ତୁର ସ୍ଥାୟିତ୍ୱ ବିଷୟରେ ଜାଣିପାରେ ନାହିଁ, କାରଣ ଗୋଟେ 4 ମାସର ଶିଶୁକୁ ଯଦି ଆମେ ବଲଟିଏ ଦେବା, ସେ ବଲକୁ କଣ କରିବ, ମାନେ ଧର ହଜେଇ ଦେଲା, ତାପରେ ସେ ତାକୁ ଖୋଜିବାକୁ କେବେ ଚେଷ୍ଟା କରିବନି, କାରଣ ତା ଆଖିରେ ବା ତା ନଜରରେ ସେହି ବସ୍ତୁର ମାନେ ସ୍ଥାୟିତ୍ୱ ନାହିଁ ବୋଲି ସେ ମନେ କରିବ। କିନ୍ତୁ ଗୋଟେ 1ରୁ 2 ବର୍ଷ ବୟସର ଶିଶୁ, ତାକୁ ଗୋଟେ ବଲଟେ ଦିଆଯିବ, ସେ ମାନେ ବଲଟେ ଫିଙ୍ଗି ଦେଲେ ବି ତାକୁ ଯାଇକି ସେ ବଲକୁ ଆଣିକି ମାନେ ସେ ଫେର ଖେଳିବ, ମାନେ ସେ ଜାଣିଥିବେ ଯେ 1ରୁ 2 ବର୍ଷ ଶିଶୁ ବସ୍ତୁର ସ୍ଥାୟିତ୍ୱ ଅଛି ବୋଲିକିରି। ତାପରେ ଅନ୍ୟମାନଙ୍କ କଥା, ଶବ୍ଦ ଓ କାର୍ଯ୍ୟକୁ ଅନୁକରଣ କରିଥାଏ ଏବଂ ପଶୁ ପକ୍ଷୀଙ୍କର ସ୍ୱର ନିଜେ ମାନେ ବାହାର କରିବାକୁ ଚେଷ୍ଟା କରେ, ଯେମିତି କା କା, ମ୍ୟାଉ ମ୍ୟାଉ, ଭୋ ଭୋ ଇତ୍ୟାଦି ଶବ୍ଦ ଶିଶୁ କରିଥାଏ। ହେଲା, ତାପରେ ଷ୍ଟେଜ 2 ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ, ପ୍ରି ଅପରେସନାଲ ଷ୍ଟେଜ। ତ ଏହି ପର୍ଯ୍ୟାୟରେ 2ରୁ 7 ବର୍ଷ ପର୍ଯ୍ୟନ୍ତ ଚାଲେ। ତ 2ରୁ 4 ବର୍ଷ ମଧ୍ୟରେ ପିଲାମାନେ ଦ୍ରୁତ ଗତିରେ ଭାଷା ଶିକ୍ଷା କରିଥାନ୍ତି। ତାଙ୍କୁ ଏକ ଶବ୍ଦରେ କହିବାକୁ କହିଲେ କହିବେ, ବୁଝିପାରିବେ, ତା ସହିତ ସେହି ଶବ୍ଦରେ ବାକ୍ୟ ତିଆରି କରିପାରିବେ। ତାପରେ ନିଜେ ଶିଶୁ ଆତ୍ମାକୁ କେନ୍ଦ୍ର କରି ଚିନ୍ତା କରେ, ଯାହାକୁ ମାନେ ଆତ୍ମକେନ୍ଦ୍ରିକ ଚିନ୍ତା ବୋଲିକି କହିଥାଉ। ସେ ଅନ୍ୟର ଦୃଷ୍ଟିକୁ କେବେ ବା ଅନ୍ୟର ଚିନ୍ତାକୁ ବୁଝିପାରେ ନାହିଁ। ଶିଶୁଟି ମାନେ ନିଜେ ଯାହା ଭାବୁଛି, ସେ ଭାବୁଛି ଅନ୍ୟମାନେ ବି ତାହା ଭାବୁଛନ୍ତି। ହେଲା, ତ 4ରୁ 7 ବର୍ଷ ମଧ୍ୟରେ ସେ ସମାଜ ସହିତ ମିଶିଥାଏ। ତାହା ମନରେ ଗୋଟେ ଧାରଣା ଥାଏ ଯେ ମାନେ ଯେଉଁ ବସ୍ତୁ ଗତିଶୀଳ ସେମାନଙ୍କର ଜୀବନ ଅଛି, ଯେପରି ବାଦଲକୁ ଦେଖିଲା, ମଟରକୁ ଦେଖିଲା, ତାପରେ ସାଇକେଲକୁ ଦେଖିଲା, ତ ଏଇମାନେ କଣ ଗତି କରନ୍ତି, ତ ଏମାନଙ୍କର ଜୀବନ ଅଛି ବୋଲି ସେ ଭାବିଥାଏ। ତାପରେ ଶିଶୁଟି ଚିନ୍ତନକୁ ବିପରୀତ ଭାବରେ ବଦଳାଇ ପାରେ ନାହିଁ। ତମେ କହିବ ରାମ ସୀତାର ଭାଇ, ତ ସେ କହିପାରିବନି ସୀତା ରାମର କଣ ହବ। ତାପରେ ବସ୍ତୁର ନିତ୍ୟତା, କନଜରଭେସନ ଅଫ ସବଷ୍ଟାନ୍ସ ବିଷୟରେ ଜାଣିପାରିବ ନାହିଁ। ଏହାର ମାନେ ମାନେ 2ଟା ଗ୍ଲାସ ନେବ, ଗ୍ଲାସରେ ବରଫ ଗୋଟେ ଗ୍ଲାସରେ ରଖିଦେବ, ହେଲା 100 ଗ୍ରାମ। ତ ସେ 100 ଗ୍ରାମ ଯଦି ବରଫଟା ତରଳିକି କଣ ହବ, ମାନେ 100 ଗ୍ରାମ ପାଣି ତ ହବ, କିନ୍ତୁ ତାହା ସେ ଜାଣି ନଥାଏ। ନାଇଁ 100 ଗ୍ରାମ ଯଦି ତମେ ବରଫ ଦେବ, ତ ସେ କହିବ ନାଇଁ ଏତେ ଅଧିକ ପାଣି ଅଛି କହିବ। ହେଲା, ତ ସେ ମାନେ କନଜରଭେସନ ଅଫ ସବଷ୍ଟାନ୍ସ ବିଷୟରେ ଜାଣିନଥାଏ। 2ରୁ 5 ବର୍ଷ ବୟସରେ ବର୍ଗୀକରଣ କରିପାରନ୍ତି ନାହିଁ, କିନ୍ତୁ ଯେତେବେଳେ 6ରୁ 7 ବର୍ଷ ବୟସରେ ବର୍ଗୀକରଣ ବା କ୍ରମୀକରଣ କରିବାର ଶିକ୍ଷା କରିଥାନ୍ତି, କିନ୍ତୁ ତାହା ତାଙ୍କର ଦକ୍ଷତା ପୁରା ବିକାଶ ହୋଇନଥାଏ। ହେଲା, ତ ଏହା ଥିଲା ଷ୍ଟେଜ 2 ର। ଏବେ ଦେଖିବା ଷ୍ଟେଜ 3। ଷ୍ଟେଜ 3 ହେଲା ସ୍ଥୂଳ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ, ଯାହାକୁ କଂକ୍ରିଟ ଷ୍ଟେଜ ବୋଲିକରି କହିଥାଉ। ଏହି ସମୟରେ ଶିଶୁକୁ 7ରୁ 12 ବର୍ଷ ହୋଇଥାଏ।
ତ ଏ ସମ୍ବନ୍ଧରେ ବସ୍ତୁର ନିତ୍ୟତା ସମ୍ବନ୍ଧୀୟ ପ୍ରଣାଳୀ ବୁଝିବାକୁ ସମର୍ଥ ହୁଏ। ମାନେ ବସ୍ତୁର ନିତ୍ୟତା ବେଲେ ଦେଖ ଏଠି ଅଛି ଗୋଟେ ଆଇସ୍ କ୍ୟୁବ୍ ଯୋଉଟା କହୁଥିଲି 100 ଗ୍ରାମର ହେଲା, ସେଟା ଯଦି ୱାଟର ରେ କନଭର୍ଟ ହେଇଯାଉଛି ସେଟା 100 ଗ୍ରାମ ହିଁ ରହିଛି। ଏହି ସମୟରେ ସେ କଣ ଏଇ ବସ୍ତୁର ନିତ୍ୟତା ସମ୍ବନ୍ଧୀୟ ପ୍ରଣାଳୀକୁ ବୁଝିଥାଏ। ମାନେ ବସ୍ତୁକୁ ତମେ ଭାଙ୍ଗିଲେ କି ଯୋଉଟା କଲେ ତାହା ମାନେ ତାର ଓଜନ ବା ଏଥିରେ ହ୍ରାସ ହବ ନାହିଁ। ଚିନ୍ତନକୁ ବିପରୀତ ଭାବରେ ବଦଳାଇବାକୁ ସମର୍ଥ ହୁଏ। ମାନେ 1 ରୁ 10 କୁ ସେ ବିପରୀତ ଦିଗରେ ଗଣିପାରେ। 10, 9, 8, 7 ଏମିତି ହେଲା। ତାପରେ ବହୁମୁଖୀ ଉପାୟରେ ବସ୍ତୁର ଶ୍ରେଣୀକରଣ ଓ ବର୍ଗୀକରଣ କରିବାର ଦକ୍ଷତା ବିକାଶ ହୁଏ। ତା ମାନେ ହେଲା, ମାନେ ତମେ କେତୋଟି ପଶୁ ଦେଇଦବ ଆଉ ତାକୁ କହିବ, ପଶୁ ମାନଙ୍କର ଚିତ୍ର ଦେଇଦବ, ତାଙ୍କୁ କହିବ କି ୟାକୁ ଗୃହପାଳିତ ପଶୁ ଓ ଜଙ୍ଗଲରେ ରହୁଥିବା ପଶୁ ବିଭାଗୀକରଣ କରିବ। ସେ ତାର ମାନେ ବିଭାଗୀକରଣ କରିଦବ। ତ ଏମିତି ହେଲା। ତାପରେ କ୍ରମୀକରଣ ମାଧ୍ୟମରେ ବସ୍ତୁ ଗୁଡ଼ିକର ଆକାର ଅନୁସାରେ ସଜାଇ ଦବ। ଏଇଠି ଦେଖ ଯେମିତି ପେନସିଲ ମାନଙ୍କର ଛୋଟରୁ ବଡ ଆକାର ସଜାଇଛି, ସେମିତି ସେ ସଜେଇବାକୁ ସକ୍ଷମ ହୋଇଥାଏ। ତାପରେ ଛୋଟ ବଲରୁ ନେଇକି ବଡ ବଲ ବି ମଧ୍ୟ ସେ ସଜେଇବାକୁ ମାନେ ଜାଣିଥାଏ। ତାପରେ ଯୁକ୍ତି ସଙ୍ଗତ ଚିନ୍ତାଧାରା କରିଥାନ୍ତି, ଯାହା ସ୍ଥୂଳ ବସ୍ତୁ ଭିତରେ ପର୍ଯ୍ୟବସିତ ହେଲା। ଏହା ହେଇଥିଲା ଷ୍ଟେଜ 3, ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ କଂକ୍ରିଟ ଷ୍ଟେଜ। ଏବେ ଲାଷ୍ଟ ଷ୍ଟେଜ ହେଲା ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ, ଯାହାକୁ ଆମେ ଫର୍ମାଲ ଅପରେସନାଲ ଷ୍ଟେଜ ବୋଲି କହୁଛୁ। ତ ଏହି ଷ୍ଟେଜରେ କଣ ହୁଏ, ଏହା 12 ବର୍ଷରୁ ଉର୍ଦ୍ଧ୍ୱ ମାନେ ଯୋଉମାନେ କେଶର ଅବସ୍ଥାକୁ ଆସିଥାନ୍ତି ସେହିମାନଙ୍କ ଏହି ଷ୍ଟେଜରେ ଥାନ୍ତି। ତ ଏହି କୈଶୋରାବସ୍ଥାରେ ତାଙ୍କର ସମସ୍ୟା ସମାଧାନ ପ୍ରୋବ୍ଲେମ ସଲଭିଂ ସ୍କିଲ୍ କରିବାର ଦକ୍ଷତା ବୃଦ୍ଧି ପାଇଥାଏ। ତାପରେ ତର୍କ ଓ ବୁଦ୍ଧି ବଳରେ କୌଣସି କଥାକୁ ଭଲ ଭାବେ ବିଚାର କରି ଠିକ ନିଷ୍କର୍ଷକୁ ପହଞ୍ଚିଥାନ୍ତି ହେଲା। ତ ବିଚାର କରିବା ଶକ୍ତି ଏଠାରେ ଦକ୍ଷତା ବୃଦ୍ଧି ହୋଇଥାଏ। ତାପରେ ବିମୂର୍ତ୍ତ ଚିନ୍ତନ ଆବଷ୍ଟ୍ରାକ୍ଟ ଥିଙ୍କିଂ ଏବିଲିଟି ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ସେମାନେ ଗୋଟିଏ ନୂତନ ଧାରଣା ହଉ ବା ତତ୍ତ୍ୱ ହଉ, ସଂଜ୍ଞା, ଗାଣିତିକ ସୂତ୍ର ବା ନିଜେ କଳ୍ପନା କରି ସମସ୍ୟା ସମାଧାନ କରିବା, ତର୍କ ଇତ୍ୟାଦି ମାନେ ତାଙ୍କର ଦକ୍ଷତା ଆସିଥାଏ ହେଲା। ତ ସେମାନେ ଭବିଷ୍ୟତ ଏହି ଷ୍ଟେଜ ପରେ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ଆଉ ନିଜର ଜୀବନ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରିଦିଅନ୍ତି। ଏହା ଥିଲା ଆମ ଜିଆଁ ପିଆଜେଙ୍କ ବୌଦ୍ଧିକ ବିକାଶର କେତୋଟି ସ୍ତର। ତ ଯଦି ଭିଡିଓଟି ଭଲ ଲାଗିଲା ସମସ୍ତଙ୍କୁ ଧନ୍ୟବାଦ। ଆଉ କିଛି ବି କ୍ୱେଶ୍ଚନ ଅଛି ସମସ୍ତେ କମେଣ୍ଟରେ କମେଣ୍ଟ କର। ଆଉ ଲୋକେଶ୍ୱର ଟ୍ୟୁଟୋରିଆଲକୁ ସବସ୍କ୍ରାଇବ କର। ଆଉ କୋଉ ନେକ୍ସଟ ଭିଡିଓ ଆଣିବା ମତେ ସଜେସନ କର। ସମସ୍ତଙ୍କୁ ଧନ୍ୟବାଦ।